ଶୁଣନ୍ତୁ 15 ଜଣ ମୁଦାଲା ଆଜି ହାଜର ହେଇଥିଲେ କୋର୍ଟରେ। ତାଙ୍କର ଆଜି ସେସନ୍ସ କେସରେ ତାଙ୍କୁ ରିମାଣ୍ଡ କରିଲେ କୋର୍ଟ। ଜଣେ ମୁଦାଲା ଆସିନାହିଁ ମଦନ ଦଳେଇ। ଆଜି ସକାଳେ ଖବର ପାଇଲୁ ମଦନ ଦଳେଇ ଯେତେବେଳେ ଯୋଗ କରୁଥିଲେ ସେତେବେଳେ ପଡି ଯାଇଛନ୍ତି, ତାଙ୍କ ଗୋଡ ଫ୍ରାକ୍ଚର ହେଇଛି। ସେ ବର୍ତ୍ତମାନ MKCG ମେଡିକାଲ କଲେଜ ହସ୍ପିଟାଲକୁ ରେଫର ହେଇଛନ୍ତି। ଆଜି ସେମାନଙ୍କର ଏଇ କେସରେ ସେସନ୍ସ କେସରେ କୋର୍ଟ ରିମାଣ୍ଡ କରିବାର ଥିଲା, ଅନ୍ୟମାନଙ୍କୁ କରିଛନ୍ତି, ମଦନ ଦଳେଇ ରହିଯାଇଛନ୍ତି। ଯେହେତୁ ସମସ୍ତ ମୁଦାଲା ନ ଆସିବେ ସେ ପର୍ଯ୍ୟନ୍ତ ଏ କେସ୍ ସ୍ଥାନାନ୍ତରିତ ହେଇପାରିବ ନାହିଁ, କାରଣ ହାଇକୋର୍ଟର ସାର୍କୁଲାର ଅଛି ଯେ ଥାର୍ଡ ଏଡିଜେ ଏମ୍ପାୱାର ଅଛନ୍ତି ବ୍ରହ୍ମପୁର ଥାର୍ଡ ଏଡିଜେ MLA MP XMLA XFPଙ୍କର କେସ୍ କରିବା ପାଇଁ ନୋଟିଫିକେସନ ବଳରେ ଜିଲ୍ଲା କୋର୍ଟ ସେ କୋର୍ଟକୁ ସ୍ଥାନାନ୍ତରିତ କରିବା କଥା। ଯେହେତୁ ଜଣେ ମୁଦାଲା ଆବସେଣ୍ଟ ଅଛି ସେ କରିପାରିନାହାନ୍ତି। ଦ୍ୱିତୀୟ କଥା ହେଲା ମଳୟ ବିଷୟଙ୍କର ଆମେ ଗୋଟେ ପିଟିସନ ଫାଇଲ କରିଥିଲୁ ଯେ 16 ତାରିଖ ଦିନ ଠାରୁ ମଳୟ ବିଷୟଙ୍କୁ ଉଠେଇକିରି ପୋଲିସ ନେଇଯାଇଥିଲା, ତାଙ୍କୁ 21 ତାରିଖ ଦିନ ଗିରଫ ଦେଖେଇଥିଲା, 22 ତାରିଖ ଦିନ ତାଙ୍କୁ କୋର୍ଟକୁ ଫରୱାର୍ଡ କରିଥିଲା। ଯେତେବେଳେ ମଳୟ ବିଷୟ ରିମାଣ୍ଡ ହେଇଛନ୍ତି ଏ କେସରେ ତାଙ୍କର ଇଞ୍ଜୁରି ମାର୍କ ଥିଲା, ଯାହାକି ଜେଲ ରିପୋର୍ଟରେ ଲେଖାଯାଇଅଛି ଯେ ଓଲ୍ଡ ହିଲିଂ ଇଞ୍ଜୁରି। ଯଦି ପୁଲିସ କଷ୍ଟଡିରେ ଥିଲେ ଯାହା ବି ଇଞ୍ଜୁରି ହେଇଛି ଓଲ୍ଡ ହିଲିଂ ଇଞ୍ଜୁରି ପୁଲିସ କଷ୍ଟଡିରେ ହେଇଥିଲା। ଆଜି ପର୍ଯ୍ୟନ୍ତ ତାଙ୍କର ପ୍ରପର ଚିକିତ୍ସା କରାଯାଉ ନାହିଁ। ବର୍ତ୍ତମାନ ତାଙ୍କ ପାଦ ଗ୍ୟାଙ୍ଗରିଂ ଅବସ୍ଥାକୁ ଆସିଲାଣି, ତାଙ୍କ ପାଦରେ ଗୋଟେ ବଡ ହୋଲ ହେଇସାରିଲାଣି। ଆଉ ଗୋଟେ ଗୋଡରେ ମଧ୍ୟ ତାଙ୍କର ଲେଫ୍ଟ ଗୋଡରେ ମଧ୍ୟ ଗୋଟେ ଯୋଉ ଘା ହେଇଛି ସେ ଘା ଶୁଖୁନାହିଁ। ଦୀର୍ଘ 90 ଦିନ ହେଲାଣି। ଯଦି ଚିକିତ୍ସାରେ ଅବହେଳା ହବ ଆମ ପିଟିସନ ଫାଇଲ କରୁଛୁ, ଜଜଙ୍କ ନଜରକୁ ଆଣିଲୁ, ତାଙ୍କୁ ଜଜଙ୍କୁ ସେ ତାଙ୍କର ନିଜର ଉଣ୍ଡ ସବୁ ଦେଖେଇଲା ପରେ ଆମର ଯୋଉ ପିଟିସନ ନେଇଛି ଯଦି ୟାକୁ ବେଶୀ ଦିନ ଡିଲେ କରାଯିବ ଦରକାର ହେଲେ ମଦନ ବିଷୟଙ୍କର ଗୋଡ ମଧ୍ୟ କାଟି ଦିଆଯାଇପାରେ କିମ୍ବା ତାଙ୍କ ଜୀବନ ପ୍ରତି ମଧ୍ୟ ବିପନ୍ନ ଅଛି। ଜଣେ ବିଚାରାଧୀନ ବନ୍ଦୀର ଯୋଉ ମୌଳିକ ଅଧିକାର ଅଛି ସେ ମୌଳିକ ଅଧିକାର ତାର କ୍ଷୁଣ୍ଣ କରାଯାଇ ପାରିବ ନାହିଁ। ତା ପାଇଁ ଅଦାଲତ ଅଛନ୍ତି। ଅଦାଲତକୁ ଯେତେବେଳେ ଆମେ ଅଦାଲତଙ୍କ ନଜରକୁ ଆଣିଛୁ ଆମେ ଆଶା କରୁଛୁ ନିଶ୍ଚିତ ଭାବରେ ଅଦାଲତ ତାର ମେଡିକାଲ ଚିକିତ୍ସା ପାଇଁ ଏକ ଡାଇରେକ୍ସନ ଦେବେ। ତାଙ୍କର ଆଗାମୀ ଡେଟ୍ 6 ତାରିଖକୁ ରହିଲା। 6 ତାରିଖ ଦିନ ସମସ୍ତ ମୁଦାଲା ଆସିଲା ପରେ ହିଁ ସେ କେସ୍ ଟ୍ରାନ୍ସଫର ହବ ସେଇ ଥାର୍ଡ ଏଡିଜେ କୋର୍ଟରେ। ତା ପରବର୍ତ୍ତୀ ଅବସ୍ଥାରେ ତାଙ୍କର ଚାର୍ଜ ଫ୍ରେମ୍ ହବ।